ହଉ ନମସ୍କାର ସାଙ୍ଗମାନେ। ଆଜି ଆମେ ଡିସ୍କସନ୍ କରିବା ଭୀମଙ୍କ ସିଂହନାଦ ରଡ଼ି କବିତାର ମଲ୍ଟିପୁଲ୍ ଚଏସ୍ MCQ କ୍ୱେଶ୍ଚିନ୍ ଆନ୍ସର୍, ଯାହାକି ପରୀକ୍ଷାରେ ଆସିବା ସମ୍ଭାବନା ଅଛି ଏବଂ ପରୀକ୍ଷା ମଧ୍ୟ ପାଖେଇ ଆସିଲାଣି। ଏବେ ଦେଖ, 4ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ। କାହା ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ? ଆମେ ଜାଣିଛୁ କିଏ ଉପଦେଶ ଦେଇଥିଲେ? ବିଦୁର ଦେଇଥିଲେ? ନା, ପରଶୁରାମ ମଧ୍ୟ ଦେଇନାହାନ୍ତି, ବ୍ୟାସଦେବ ମଧ୍ୟ ଦେଇନାହାନ୍ତି। କିଏ ଦେଇଥିଲେ? ଦୁର୍ବାସା ଋଷି ଉପଦେଶ ଦେଇଥିଲେ। କିଏ ଦେଇଥିଲେ? ଦୁର୍ବାସା ଋଷି। ଆନ୍ସରଟି ହେଉଛି ଦୁର୍ବାସା ଋଷି। ଭୀମଙ୍କ ସିଂହନାଦର ପ୍ରଥମ ଶବଦରେ କିଏ କମ୍ପି ଉଠିଥିଲା? ଆମେ ପ୍ରଥମେ ଜାଣିଛୁ ଭୀମଙ୍କ ସିଂହନାଦର ପ୍ରଥମ ଶବ୍ଦରେ ମହିମଣ୍ଡଳ କମ୍ପି ଉଠିଥିଲା। ଭୀମ ଦୈତ୍ୟକୁ ମାରି ଶିବଙ୍କ ଠାରୁ ବର ଲାଭ କରିଥିଲେ। କେଉଁ ଦୈତ୍ୟକୁ ଭୀମ ମାରିଥିଲେ ଏବଂ ଶିବଙ୍କ ଠାରୁ ବର ଲାଭ କରିଥିଲେ? ସେ ଅଶ୍ଳେଷା ନାମକ ଦୈତ୍ୟକୁ ମାରି ଭୀମ ଶିବଙ୍କ ଠାରୁ ବର ଲାଭ କରିଥିଲେ, ଯାହାକି ସିଂହନାଦରେ ବର ମାଗିଥିଲେ। ପାଣ୍ଡବ ସୁନ୍ଦର ବୋଲି କାହାକୁ କୁହାଯାଇଛି? ଆମେ କବିତାରେ ପାଣ୍ଡବ ସୁନ୍ଦର ବୋଲି ଭୀମଙ୍କୁ କୁହାଯାଇଛି। ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାଳା ମହାଭାରତର କେଉଁ ପର୍ବରୁ ଆସିଅଛି? ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାଳା ମହାଭାରତର ଗଦା ପର୍ବରୁ ଆସିଅଛି। ଏବେ ଦେଖିବା 6 ନମ୍ବରରେ କ'ଣ ରହିଲା? ଶୂଳଧର ଶବ୍ଦର କେଉଁଟି ପ୍ରତିଶବ୍ଦ ନୁହଁ? ଶୂଳଧର କହିଲେ ଆମେ ଜାଣିଛୁ ଶିବଙ୍କୁ ବୁଝାଯାଏ। ଏଠାରେ ଅଛି ଶ୍ରୀପତି, ଶିବ, ଶଙ୍କର, ମହାଦେବ। ଶିବ କହିଲେ ସେଇ ଶୂଳଧରଙ୍କୁ କୁହାଯାଉଛି। ଶଙ୍କର କହିଲେ ମଧ୍ୟ ଶୂଳଧର, ମହାଦେବ କହିଲେ ମଧ୍ୟ ଶୂଳଧର, ଶ୍ରୀପତି କହିଲେ ଏଠାରେ ହେଉଛି ବିଷ୍ଣୁ। ତେଣୁ କରିକି ଶ୍ରୀପତି ହେଉଛି ଶୂଳଧରର ପ୍ରତିଶବ୍ଦ ନୁହଁ। ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? କାହିଁକି? ଭୀମ ପ୍ରାର୍ଥନା କରିବାରୁ, ଦୁର୍ଯ୍ୟୋଧନ ଭର୍ତ୍ସନା କରିବାରୁ, କୃଷ୍ଣ ଅନୁରୋଧ କରିବାରୁ, ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ନିକଟ ହେବାରୁ। ଏଠାରେ ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଥିଲେ? ଯେତେବେଳେ ଦୁର୍ଯ୍ୟୋଧନ ତାଙ୍କୁ ଭର୍ତ୍ସନା କଲେ ଏବଂ ତାଙ୍କୁ ଗାଳି ଦେଲେ, ସେହି ସମୟରେ କ'ଣ କଲେ? ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଛାଡ଼ି ପଳାଇଥିଲେ। ଶପଥ ସାଗର ମଧ୍ୟରେ କିଏ ଅନ୍ତର୍ଭୁକ୍ତ ନୁହଁ? ଶପଥ ସାଗର ମଧ୍ୟରେ କିଏ ଅନ୍ତର୍ଭୁକ୍ତ ନୁହଁ? ମୁଁ କହିଥିଲି ଶପଥ ସାଗର ମନେ ରଖିବା ପାଇଁ। ଏବେ ଦେଖ, ଶପଥ ସାଗର ମଧ୍ୟରୁ ଦଧି ଶପଥ ସାଗରରେ ଯାଉଛି, ଦୁଗ୍ଧ ମଧ୍ୟ ଶପଥ ସାଗରରେ ଗଲା, ଘୃତ ମଧ୍ୟ ଶପଥ ସାଗରରେ ଯାଇଛି। କିଏ? ଶର୍କରା ଶପଥ ସାଗରର ଅନ୍ତର୍ଭୁକ୍ତ ନୁହଁ। ଶତ୍ରୁ କେଉଁଠାରେ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ପଠିତ କବିତା ଭୀମଙ୍କ ସିଂହନାଦ ରଡ଼ିରେ କୁହାଯାଇଛି। ଶତ୍ରୁ ବଳପୂର୍ବକ କେଉଁ ସ୍ଥାନକୁ ପ୍ରବେଶ ଯଦି କରିବ, ଯଦି ଜଣେ ନିରୁପାୟ ହୋଇ ଆଶ୍ରୟ ନେଇଛି, ତାହେଲେ ଯଦି ସେଠାକୁ ଶତ୍ରୁ ବଳପୂର୍ବକ ପ୍ରବେଶ କଲା, ତାହେଲେ ସେ ଧ୍ୱଂସ ହେଇଯିବ ବୋଲି କେଉଁଠି କୁହାଯାଇଛି? ଏହା ବ୍ୟାସ ସରୋବରକୁ ଯିଏ ନିରୁପାୟ ହୋଇ ଆଶ୍ରୟ ନେଇଛି, ଯଦି ତାର ଶତ୍ରୁ ବଳପୂର୍ବକ ପ୍ରବେଶ କରିବ, ତାହେଲେ ସେଠାରେ ସେ କ'ଣ ହେଇଯିବ? ଧ୍ୱଂସ ହେଇଯିବ। ଦୁର୍ବାସା କାହିଁକି ବ୍ୟାସ ସରୋବରକୁ ଯିବା ପାଇଁ ଦୁର୍ଯ୍ୟୋଧନକୁ ଉପଦେଶ ଦେଇଥିଲେ? କାହିଁକି? ବୁଲିବା ପାଇଁ? ନାହିଁ। ଶାନ୍ତି ପାଇବା ପାଇଁ? ନାହିଁ। ବିଶ୍ରାମ ପାଇଁ? ସେ ତାର ଆତ୍ମରକ୍ଷା ପାଇଁ ଦୁର୍ଯ୍ୟୋଧନର ଆତ୍ମରକ୍ଷା ପାଇଁ ଦୁର୍ବାସା ଋଷି ଦୁର୍ଯ୍ୟୋଧନଙ୍କୁ କହିଥିଲେ। ଦୁର୍ଯ୍ୟୋଧନ କାହିଁକି ବ୍ୟାସ ସରୋବରରେ ଆତ୍ମଗୋପନ କଲେ? କାହିଁକି? କାରଣ ବ୍ୟାସ ସରୋବରରେ ଯଦି କୌଣସି ଉପାୟ ନ ପାଇ ଆଶ୍ରୟ ନେଉଛି, ତାହେଲେ ସେଠାକୁ ଶତ୍ରୁ ଯଦି ପ୍ରବେଶ କଲା, ସେଠାରେ
ଧ୍ୱଂସ ହୋଇଯିବ। ତେଣୁ କରିକି ଦୁର୍ବାସା ଋଷି ତାଙ୍କୁ କହିଥିଲେ, କ'ଣ କହିଥିଲେ? ସେଠାରେ ଶତ୍ରୁ ଭାବ ନେଇ କେହି ପ୍ରବେଶ କରିପାରୁନଥିବାରୁ, ସେଠାରେ ସେଇ ବ୍ୟାସ ସରୋବରକୁ ଶତ୍ରୁ ଭାବ ନେଇ କେହି ପ୍ରବେଶ କରିପାରୁନଥିବାରୁ ଦୁର୍ଯ୍ୟୋଧନ ଆତ୍ମଗୋପନ ପାଇଁ ବ୍ୟାସ ସରୋବରକୁ ଯାଇଥିଲେ। ଶତ୍ରୁ ବଳପୂର୍ବକ ବ୍ୟାସ ସରୋବରରେ ପ୍ରବେଶ କଲେ କ'ଣ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ? କ'ଣ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ? ପରାଜିତ ହେବ ନା ମିତ୍ର ହୋଇଯିବ ନା ଶାନ୍ତି ହୋଇଯିବ? ନାହିଁ, ଏଠାରେ କ'ଣ ଆନ୍ସର କ'ଣ ହୋଇଯିବ? ଧ୍ୱଂସ ହୋଇଯିବ। ବୁଝି ହେଉଛି? କବିତାରେ କାହାକୁ ପବନ ସୁତ ବୋଲି କୁହାଯାଇଛି? ପ୍ରଥମରେ ଯେତେବେଳେ କ'ଣ ପ୍ରଥମ ପଦ୍ୟରେ ଅଛି, ପ୍ରଥମ ପଦ୍ୟରେ ରହିଛି ପବନର ସୁତ। ଏଠାରେ ପବନର ସୁତ କିଏ? କବିତାରେ ପବନର ସୁତ ବୋଲି ଭୀମଙ୍କୁ କୁହାଯାଇଛି। ଭୀମ ଶିବଙ୍କ ଠାରୁ କାହିଁକି ସିଂହନାଦ ପ୍ରାପ୍ତ ହେବାକୁ ଚାହୁଁଛନ୍ତି? କାହିଁକି? କାରଣ ସେଇ ବ୍ୟାସ ସରୋବରରେ ଦୁର୍ଯ୍ୟୋଧନ ଆତ୍ମଗୋପନ କରିଥିଲେ। ସେଇ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାର କରିବା ପାଇଁ ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ ହେବାକୁ ଚାହୁଁଛନ୍ତି। ବୁଝିହେଲା? ମହାଲକ୍ଷ୍ମୀଙ୍କର ବାରଣରୁ ଦୁର୍ଯ୍ୟୋଧନ କ'ଣ କରିଛନ୍ତି? ମହାଲକ୍ଷ୍ମୀଙ୍କର ବାରଣରୁ ଦୁର୍ଯ୍ୟୋଧନ କ'ଣ କରିଛନ୍ତି? ଅଗ୍ରାହ୍ୟ କରିଛନ୍ତି, ମାନିଛନ୍ତି, ପାଳନ କରିଛନ୍ତି ନା କାର୍ଯ୍ୟରେ ଲଗାଇଛନ୍ତି? ମହାଲକ୍ଷ୍ମୀଙ୍କ ବାରଣରୁ ଦୁର୍ଯ୍ୟୋଧନ ଅଗ୍ରାହ୍ୟ କରିଛନ୍ତି। କ'ଣ କରିଛନ୍ତି? ଅଗ୍ରାହ୍ୟ କରିଛନ୍ତି। ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ କିଏ ଆଶ୍ରୟ ନେଇଥିଲେ? ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଦୁର୍ଯ୍ୟୋଧନ ଆଶ୍ରୟ ନେଇଥିଲେ। ତେଣୁ ପନ୍ନାଗ ଶ୍ରୀକୃଷ୍ଣ ମଧ୍ୟ ଦୁର୍ଯ୍ୟୋଧନଙ୍କୁ କୁହାଯାଏ। କାହିଁକି? ମହାଲକ୍ଷ୍ମୀ ସେଇ ଦୁର୍ଯ୍ୟୋଧନଙ୍କ ଅଭୟ କଡ଼ରେ ରହିଥିବାରୁ ତାଙ୍କୁ ପନ୍ନାଗ ଶ୍ରୀକୃଷ୍ଣ କୁହାଯାଏ। ଭୀମଙ୍କ ସିଂହନାଦ ରଡ଼ି କବିତାର କବି କିଏ? ଭୀମଙ୍କ ସିଂହନାଦ ରଡ଼ି କବିତାର କବି ହେଉଛନ୍ତି ଆଦିକବି ଶାରଳା ଦାସ। ଶାରଳା ଦାସ କେଉଁ ଶତାବ୍ଦୀର କବି? ଶାରଳା ଦାସ ଥିଲେ ପଞ୍ଚଦଶ ଶତାବ୍ଦୀର କବି। ଶାରଳା ଦାସ କାହାକୁ ପୂଜା କରି କାବ୍ୟ ରଚନା ପାଇଁ ଶକ୍ତି ଲାଭ କରିଥିଲେ? ଶାରଳା ଦାସ ଶାରଳ ଚଣ୍ଡୀକୁ ପୂଜା କରି କାବ୍ୟ ରଚନା ପାଇଁ ଶକ୍ତି ଲାଭ କରିଥିଲେ। ଶାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ ଥିଲା? ଶାରଳା ଦାସ ଯେଉଁ ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। କ'ଣ? ସିଦ୍ଧେଶ୍ୱର ପରିଡ଼ା। କେତେ ଘାନ୍ତି ମାତ୍ରକ ଶବଦ ସହିବୁ ମହାଦେବ ସିଂହନାଦକୁ କହିଛନ୍ତି। ଯେତେବେଳେ ଭୀମ ଶିବଙ୍କୁ ପ୍ରାର୍ଥନା କରିଛି, ସେହି ସମୟରେ ଶିବଙ୍କ ଆସନ କମ୍ପି ଉଠିଛି ଏବଂ ପାର୍ବତୀଙ୍କ ପରାମର୍ଶ କ୍ରମେ ତାଙ୍କ ଚିରିକୁଟିରୁ ସିଂହନାଦଟି ବାହାର କରି ସେହି ସିଂହନାଦକୁ କହିଛନ୍ତି ଯେ ତୁ ଶୀଘ୍ର ଯା। କାହା ପାଖକୁ? ଭୀମଙ୍କ ପାଖକୁ। ଏବଂ ତାର 3ଟି ଶବ୍ଦ ସହିବାକୁ ମହାଦେବ କାହାକୁ କହିଛନ୍ତି? ସିଂହନାଦକୁ କହିଛନ୍ତି। ଏଠାରେ କ'ଣ ହେବ? 3ଟି ଶବ୍ଦ। 3 ଶବ୍ଦ ସହିବାକୁ ମହାଦେବ ସିଂହନାଦକୁ କହିଛନ୍ତି। ସିଂହନାଦର ଜ୍ୟୋତି କାହାର 100 ଗୁଣରୁ ଅଧିକ? ସିଂହନାଦର ଜ୍ୟୋତି କାହାର? ସୂର୍ଯ୍ୟଙ୍କର। ସୂର୍ଯ୍ୟଙ୍କର 100 ନାଦରୁ 100 ଗୁଣରୁ ଅଧିକ। ସୂର୍ଯ୍ୟଙ୍କ ଠାରୁ 100 ଗୁଣ ଜ୍ୟୋତି ଥିଲା କାହାର? ସିଂହନାଦର। ସିଂହନାଦ ଅନ୍ତରୀକ୍ଷରେ ଆସି କେଉଁଠାରେ ପ୍ରବେଶ ହେଲେ? ସିଂହନାଦ ଅନ୍ତରୀକ୍ଷରେ ପବନ ସୁଅରେ ଆସି କେଉଁଠାରେ ପ୍ରବେଶ ହୋଇଛନ୍ତି? ସିଂହନାଦ ଅନ୍ତରୀକ୍ଷରେ ଆସି ବ୍ୟାସ ସରୋବରରେ ପ୍ରବେଶ
ହୋଇଛନ୍ତି। ସିଂହନାଦକୁ କରରେ କିଏ ଧରିଲେ? ଯେତେବେଳେ ସିଂହନାଦ ଅନ୍ତରୀକ୍ଷରେ ଆସି ବ୍ୟାସ ସରୋବରରେ ପହଞ୍ଚି ଯାଇଛି, ସେହି ସମୟରେ କିଏ? ଭୀମ। ଭୀମ ତାଙ୍କ କରରେ ଧରିଛନ୍ତି। ସିଂହନାଦର ପ୍ରଥମ ଶବ୍ଦରେ କିଏ କମ୍ପିଲା? ସିଂହନାଦର ପ୍ରଥମ ଶବ୍ଦରେ କହିଥିଲି ମହିମଣ୍ଡଳ କମ୍ପି ଉଠିଥିଲା। ସିଂହନାଦର ଦ୍ୱିତୀୟ ଶବ୍ଦରେ ଆକାଶର କେତେ ଯୋଜନ ପର୍ଯ୍ୟନ୍ତ କମ୍ପିଲା? ଆକାଶର 6 ଯୋଜନ ପର୍ଯ୍ୟନ୍ତ କମ୍ପି ଉଠିଥିଲା। ନବଦ୍ୱୀପ ସପ୍ତସାଗର କାହିଁକି କମ୍ପିଲା? ନବଦ୍ୱୀପ ସପ୍ତସାଗର କାହିଁକି କମ୍ପିଥିଲା? ଯୁଦ୍ଧ ହେବାରୁ? ନାହିଁ। ସିଂହନାଦର ଦ୍ୱିତୀୟ ଶବ୍ଦରେ ଶଙ୍ଖନାଦରେ ଘଡ଼ିଏ ଘଡ଼ିରେ। କାରଣ ପ୍ରଥମ ଶବ୍ଦରେ ମହିମଣ୍ଡଳ କମ୍ପି ଉଠିଥିଲା, ଦ୍ୱିତୀୟ ଶବ୍ଦରେ ନବଦ୍ୱୀପ ସିଂହନାଦର ଦ୍ୱିତୀୟ ଶବ୍ଦରେ ନବଦ୍ୱୀପ ସପ୍ତସାଗର ମଧ୍ୟ କମ୍ପି ଉଠିଥିଲା। ଧୃତରାଷ୍ଟ୍ର କିଏ? ଏଠାରେ ଧୃତରାଷ୍ଟ୍ର ହେଉଛନ୍ତି ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନକୁ କିଏ ଭୁଜରେ ଆକ୍ରୋଶି ଧଇଲେ? ଦୁର୍ଯ୍ୟୋଧନକୁ କିଏ ଭୁଜରେ ଆକ୍ରୋଶି ଧଇଲେ? ଦୁର୍ଯ୍ୟୋଧନକୁ କିଏ? ଏଠାରେ ମାତା କମଳା ଭିଡ଼ି କରି ଧରିଥିଲେ। ତାଙ୍କ ହାତରେ ଦୁର୍ଯ୍ୟୋଧନକୁ ଭିଡ଼ି କରି ଧରିଥିଲେ ଯେ ତମେ ମୋତେ ପ୍ରତିଜ୍ଞା କରିଥିଲ 7 ରଡ଼ି ସହିବ। ଦୁର୍ଯ୍ୟୋଧନର ସିଂହନାଦର 7 ରଡ଼ି ସହିବ। ଏବେ ତମେ କାହିଁକି ତମ ପ୍ରତିଜ୍ଞା ଭଙ୍ଗ କରୁଛ? କହି ଦୁର୍ଯ୍ୟୋଧନଙ୍କୁ ମାତା କମଳା କ'ଣ କରିଥିଲେ? ଭିଡ଼ି ଧରିଥିଲେ। ଏଠାରେ କିଏ ହେବ? ମାତା କମଳା ଆକ୍ରୋଶି ଧଇଲେ। ଭୀମଙ୍କ କେତେ ରଡ଼ି ସହିବାକୁ ଦୁର୍ଯ୍ୟୋଧନକୁ ଲକ୍ଷ୍ମୀଙ୍କୁ ନିକଟରେ ପ୍ରତିଜ୍ଞା କରିଥିଲେ? ଭୀମଙ୍କ କେତେ ରଡ଼ି ସହିବାକୁ? ଏବେ କହିଥିଲି କେତେ ରଡ଼ି? 7 ରଡ଼ି ସହିବା ପାଇଁ ଲକ୍ଷ୍ମୀଙ୍କ ପାଖରେ ଦୁର୍ଯ୍ୟୋଧନ କ'ଣ କରିଥିଲେ? ପ୍ରତିଜ୍ଞା କରିଥିଲେ। କିନ୍ତୁ ତାଙ୍କର ସେହି ପ୍ରତିଜ୍ଞାକୁ ସେ ଭଙ୍ଗ କରିଦେଇଥିଲେ। କିଏ କମଳାର ଭୁଜକୁ ପେଲି ଦେଲେ? ଯେତେବେଳେ ଦୁର୍ଯ୍ୟୋଧନ ଭୀମଙ୍କର ଦ୍ୱିତୀୟ ରଡ଼ି ସହି ନ ପାରି ବାହାରକୁ ସରୋବରର ବାହାରକୁ ବାହାରିବା ପାଇଁ ତରବର ହୋଇ ଉଠୁଥିଲେ, ସେହି ସମୟରେ ମାତା କମଳା ବା ମାତା ଲକ୍ଷ୍ମୀ ତାଙ୍କର କରଭୁଜରେ ତାଙ୍କୁ ଆକ୍ରୋଶି ଧରିଥିଲେ ବା ଭିଡ଼ି ଧରିଥିଲେ। ସେହି ସମୟରେ ଦୁର୍ଯ୍ୟୋଧନ ସେ ମାତା କମଳାଙ୍କୁ କ'ଣ ପେଲି ଦେଇଥିଲେ? ଏଠାରେ ଆନ୍ସର କିଏ ହେବ? ଦୁର୍ଯ୍ୟୋଧନ। 2 ରଡ଼ି ପରେ ଆଉ ଗୋଟିଏ ରଡ଼ି ସହିଲେ କ'ଣ ହୋଇଯିବୁ ବୋଲି ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ କହିଛନ୍ତି। 2 ରଡ଼ି ପରେ ଯଦି ଆଉ ଗୋଟିଏ ରଡ଼ି ସହିଗଲେ ତୁ କ'ଣ ହୋଇଯିବୁ? ଅଜରାମର ହୋଇଯିବୁ, ଅମର ହୋଇଯିବୁ ବୋଲି ମାତା ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ କହିଛନ୍ତି ଏବଂ ସେଠାରୁ ସିଏ ଚାଲି ଆସିଛନ୍ତି। କେଉଁ ପତ୍ର ପରି ଦୁର୍ଯ୍ୟୋଧନ କମ୍ପିବାକୁ ଲାଗିଲେ? କଦଳୀ ପତ୍ର ପରି ଦୁର୍ଯ୍ୟୋଧନ କମ୍ପିବାକୁ ଲାଗିଛନ୍ତି। ରାଗରେ ତମ ହୋଇ କଦଳୀ ପତ୍ର ଯେମିତି ଥରି ଉଠେ, ଠିକ୍ ସେମିତି ଦୁର୍ଯ୍ୟୋଧନ ମଧ୍ୟ କଦଳୀ ପତ୍ର ପରି କମ୍ପିବାରେ ଲାଗିଛନ୍ତି। କିଏ ଅଶ୍ଳେଷା ଦୈତ୍ୟକୁ ମାରିଥିଲେ? ଅଶ୍ଳେଷା ଦୈତ୍ୟକୁ କିଏ ମାରିଥିଲେ? ଅଶ୍ଳେଷା ଦୈତ୍ୟକୁ ଭୀମ ମାରିଥିଲେ। କେତେବେଳେ ମାରିଥିଲେ? ଯେତେବେଳେ ଅଶ୍ଳେଷା ଦୈତ୍ୟ କୈଳାସ ପର୍ବତକୁ ଉପାଡ଼ି ଦେବା ପାଇଁ ଆକ୍ରମଣ କରିଥିଲା, ସେହି ସମୟରେ ଭୀମ ଶିବଙ୍କ ଉପଦେଶରେ ଅଶ୍ଳେଷା ଦୈତ୍ୟଙ୍କୁ ମାରି କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ଫେରୁ ଶବ୍ଦର ଅର୍ଥ କ'ଣ? ଏଠାରେ ଫେରୁ ଶବ୍ଦର ଅର୍ଥ ହେଉଛି ସର୍ପ ଫଣା, ସାପର ଫଣା, ତାକୁ ଫେରୁ ବୋଲି କୁହାଯାଏ। ଯେତେବେଳେ ପାତାଳରେ ମଧ୍ୟ କ'ଣ ହେଲା? ପାତାଳରେ ମଧ୍ୟ
ସାପର ଫେଣା ଥରିବାରେ ଲାଗିଲା। ତେଣୁ କରିକି ଭେରୁ ଶବ୍ଦର ଅର୍ଥ କ'ଣ? ସର୍ପ ଫଣା। ଅଜରାମ୍ବର ଶବ୍ଦର ଅର୍ଥ କ'ଣ? ଅଜରାମ୍ବର ଶବ୍ଦର ଅର୍ଥ ହେଉଛି ଚିରଞ୍ଜୀବୀ। ଯିଏ ଅମର ହୋଇଥାଏ ତାକୁ ଅଜରାମ୍ବର ବୋଲି କୁହାଯାଏ। ଯିଏ ଚିରଦିନ ପାଇଁ ବଞ୍ଚି ରହେ। ସିଂହନାଦ ଶବ୍ଦର ଅର୍ଥ କ'ଣ? ସିଂହନାଦ ଶବ୍ଦର ଅର୍ଥ ହେଉଛି ମଇଁଷି ସିଂହରେ ନିର୍ମିତ ଏକ ବାଦ୍ୟ। ଅର୍ଥ ହେଉଛି ମଇଁଷି ସିଂହରେ ନିର୍ମିତ ଗୋଟିଏ ବାଦ୍ୟ, ଯାହାକି ଭୀମ କ'ଣ କରିଥିଲେ? ତାକୁ ବଜେଇଥିଲେ। କ'ଣ ପାଇଁ? ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାର କରିବା ପାଇଁ। କିଏ କୈଳାସକୁ ଓପାଡ଼ି ନେଉଥିଲା? କୈଳାସକୁ କିଏ ଓପାଡ଼ି ନେଉଥିଲା? ଅଶ୍ଳେଷା ନାମକ ଦୈତ୍ୟ, ଏବଂ ଭୀମ ତାକୁ ହତ୍ୟା ମଧ୍ୟ କରିଥିଲେ। ଏଠାରେ ଆନ୍ସର କ'ଣ ହେବ? ଅଶ୍ଳେଷା ନାମକ ଦୈତ୍ୟ। ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଥିବା ସୂଚନା ଭୀମ କାହାଠାରୁ ପ୍ରାପ୍ତ ହୋଇଥିଲେ? ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଥିବା ସୂଚନା ଭୀମ କାହାଠାରୁ ପ୍ରାପ୍ତ ହୋଇଥିଲେ? ଭୀମ ସହଦେବଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। କିଏ ଧ୍ୟାନରେ ଶିବଙ୍କୁ ଚିନ୍ତା କଲା? କିଏ ଧ୍ୟାନରେ ଶିବଙ୍କୁ ଚିନ୍ତା କରିଥିଲେ? କାରଣ ପାଣ୍ଡବ ସୁନ୍ଦର। ଏଠାରେ ପାଣ୍ଡବ ସୁନ୍ଦର କହିଲେ ଭୀମ। ଯଦି ସେଠାରେ ଭୀମ ଥିବ ତାହେଲେ ଭୀମ ମଧ୍ୟ ଦେବ, କିନ୍ତୁ ଏଠାରେ ପାଣ୍ଡବ ସୁନ୍ଦର ଅଛି। ପାଣ୍ଡବ ସୁନ୍ଦର କହିଲେ ଏଠାରେ ଭୀମ। ସେ ଭୀମ ଚିନ୍ତା କରିଥିଲେ, କାରଣ ଶିବଙ୍କ ପାଖରୁ ତାଙ୍କର ବର ପାଇବାର ଥିଲା। ତେଣୁ କରିକି ପାଣ୍ଡବ ସୁନ୍ଦର ଭୀମ ଧ୍ୟାନରେ ଶିବଙ୍କୁ ପ୍ରାର୍ଥନା କରିଥିଲେ ବା ଚିନ୍ତା କରିଥିଲେ। ଭୀମଙ୍କ ଧ୍ୟାନ ଯୋଗୁଁ କାହାର ଆସନ କମ୍ପି ଉଠିଲା? ଭୀମଙ୍କ ଧ୍ୟାନ ଯେତେବେଳେ ଭୀମ ସିଂହନାଦ ପ୍ରାପ୍ତି ପାଇଁ ଧ୍ୟାନରେ ବସିଲେ, ସେହି ସମୟରେ ଭୀମଙ୍କର ଧ୍ୟାନ ବଳରେ ଶିବଙ୍କର ଆସନ କମ୍ପି ଉଠିଥିଲା। ଏଠାରେ ଶିବ କହିଲେ ଯେଉଁ ଷୋଳଧର ହେଉଛି ଆନ୍ସାର। ଷୋଳଧରଙ୍କର ଆସନ କମ୍ପି ଉଠିଥିଲା। ପଶୁପତି କିଏ? ପଶୁପତି ଶିବଙ୍କର ଅନ୍ୟ ନାମ। ତେଣୁ କରିକି ଏଠାରେ ଆନ୍ସାର ହେବ ପଶୁପତି ହେଉଛନ୍ତି ଶିବ। ଭୀମ ଆମ ଉପକାରୀ ବୋଲି ଶିବଙ୍କୁ କିଏ କହିଥିଲେ? ଯେତେବେଳେ ଭୀମ କ'ଣ କରିଛନ୍ତି? ପ୍ରାର୍ଥନା କରିଛନ୍ତି, ଶିବଙ୍କୁ ଧ୍ୟାନ କରିଛନ୍ତି, ସେତେବେଳେ ଶିବଙ୍କର ଆସନ କମ୍ପି ଉଠିଛି ଏବଂ ଶିବ ଧ୍ୟାନ ବଳରେ ଜାଣିପାରିଛନ୍ତି ଯେ ଭୀମ ସିଂହନାଦଟି ମାଗୁଛି। ଏବଂ ଏହା ମାତା ପାର୍ବତୀକୁ ପଚାରିଛନ୍ତି, କହିଛନ୍ତି ତୁମ ମତରେ କ'ଣ ସିଂହନାଦଟି ଦେବା ଉଚିତ ବା ଅନୁଚିତ? ସେହି ସମୟରେ ମାତା ପାର୍ବତୀ କହିଛନ୍ତି ଭୀମ ହେଉଛନ୍ତି ଆମର ଉପକାରୀ। ତେଣୁ ଏଠାରେ ଆନ୍ସାର କ'ଣ ହେବ? ମାତା ପାର୍ବତୀ। କିଏ କହିଲେ? ମାତା ପାର୍ବତୀ କହିଲେ ଭୀମ ଆମ ଉପକାରୀ ବୋଲି ଶିବଙ୍କୁ କହିଥିଲେ। କେଉଁଠାରୁ କାଢ଼ି ଶିବ ଭୀମଙ୍କୁ ସିଂହନାଦ ଦେଲେ? ଶିବଙ୍କର ସେଇ ଚିରିକୁଟିରୁ କାଢ଼ି ଭୀମଙ୍କୁ ସିଂହନାଦଟି ଦେଇଥିଲେ। କେଉଁଠାରୁ? ଚିରିକୁଟିରୁ। ଏତିକିରେ ଆମ ସବୁ ମଲ୍ଟିପଲ୍ ଚଏସ୍ ଗୁଡ଼ାକ ସରିଯାଇଛି। ସମସ୍ତେ ମନ ଦେଇ ଧ୍ୟାନ ଦେଇ ଶୁଣିବ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବ। ଧନ୍ୟବାଦ।